ଆଉ ସେ ସେ ମତେ କଣ କରେ ମାରି ପିଟିକି ଧମକ ଚମକ ଦେଇ ଟଙ୍କା ପଇସା ଗାଡି ମଟର ବିକିକି ସବୁ ଇଆକୁ ଦିଏ। ଇଏ ପାନରେ ପଡେ ମୋ ସ୍ୱାମୀ ତାଙ୍କ ନାଁ ରମେଶ ବେହେରା। ତମ ଘର କୋଉଠି? ମୋ ଶାଶୁଘର ଚିଡେଇ। ଯେ ମୋ ସ୍ୱାମୀ ଯୋଉଦିନ ଗଲେ କି ଟାଟାଇସି ଫାଟାଇସି ବିକି ଦେଲେ ସବୁ ଟଙ୍କା କଣ ହେଲେ ତ କହିଲେ ତୁ ଯଦି କଣ ବଦିବାଦତ କରିବୁ ତତେ ମାରିଦେବି। ଜାଣିଥିଲ ସେ ଭଲ ପାଉଛନ୍ତି? ନାହିଁ ମତେ ଖାଲି ଟର୍ଚର କରନ୍ତି। ମୁଁ ହେଠୁ କଣ ଦିନେ ସାରେ ମୋବାଇଲ ତାଙ୍କଠୁ ରଖିଲି ଯେମିତି ସେ ଲୁଚିକି ସେଦିନ ପଳେଇଲେ ୟାକୁ ଧରିକି। ଏଟା 15 ଦିନ ଖଣ୍ଡେ ହେଲାଣି ଯାଇଁଲ କି ଆସିକି ଏଫଆର ଦେଇଥିଲି। ମହିଳା ସଙ୍ଗେ ବି ଯାଇଥିଲି। ସେଠୁ ଆଜି ତାଙ୍କୁ ପ୍ୟାନରେ ଫୋନ କଲାଠୁ ଡାକିଲାଠୁ କହିଲା ଆଉ ଆମେ ଘର ଭଡା ନେଇ ରଖିବୁ ତତେ ରଖିବି ତାକୁ ରଖିବି ମୋ ଛୁଆ ପିଲାଙ୍କୁ ଛାଡି ମୁଁ କେମିତି ରହିବି। ମୋର ଯୋଡିଏ ପୁଅ ତାଙ୍କୁ ହେଇଗଲାଣି ବାହା ସାଗର କରିଛି। ବଡ ପୁଅକୁ କୋଉଠିକି ବାହାଘର କରିଛ? ଏଇଦିନ ଶାଶୁ ବିରାଡିଆ। ସାନ ପୁଅକୁ ବାହାଘର କରିଛି ଏଇ ଯୋଉ କାଇମାଟି ବେଲଟି। ହଁ ଝିଅ ସାର ନାହାନ୍ତି। ସବୁବେଳେ ଧନ ଦୋକାନ ପାଇଁ ଯେମିତି ମାରିବ ଖାଇ ଲୁଗା ଖଣ୍ଡେ ଦବନି ପେଟା ସବୁ ଦବ ଇଆକୁ। ସେ ଆଜ୍ଞା କେତେ ଦିନ ହେଲା ତାଙ୍କ ଭିତରେ ସମ୍ପର୍କ ଯୋଉଦିନ ଯାଉଛି 4-5 ମାସ କହୁଥାଏ ମାଇକିନା ସେ 4 ମାସଠୁ ମୋ ସ୍ୱାମୀ ମତେ ସବୁବେଳେ ମାରନ୍ତି ଡରନ୍ତି। ମୁଁ ଡରିକି ମୋର ବାପ ନାହିଁ ନା ଖାଲି ଭାଇ ଦିଏ ମା ଦି ରାନ୍ଧିକି ମୁଁ ଡରି ମରିକି କିଛି କୁହେ ନାହିଁ। ମାରି ମୁରା ଦବ କି କଣ କରିବ ବୋଲି ମୋ ପୁଅ ମାନେ କହିବେ ତତେ ମାରୁଛି। ତାଙ୍କୁ କହିଲୁ ସେ ଆମକୁ ଫୋନ କଲେ ସେଠୁ କହିଲେ ଆଉ ମୋ ପାଇଁ ମୁଁ ତମକୁ ରଖିବି ତାକୁ ରଖିବି। ସେଠୁ ଆମେ କହିଲୁ ହଁ ରାଜି ହେଇଗଲେ ତାଙ୍କ କଥାରେ। ମୁଁ କହିଲି ଆସନ୍ତୁ ସାର୍ କହିଛନ୍ତି ନା ଆମକୁ ତମେ ଧରି ଆଣିକି ଏଠିକି ଆଣିବ ତାଙ୍କୁ। ତମେ ତାକୁ ବାଡେଇଲ କଣ ପାଇଁ? ବାଡେଇଲି ମତେ ବହୁତ ରାଗ ନାଇଲା। ହେଠୁ ଏଇଠୁ ରାଗ ନାଇଲାରୁ ସାର ଦି ଚାପୁଡା ମାଇଲି ଆଉ ଦିହ ସଉନି ଗୋଟେ ସମସ୍ତେ ମୁଁ ସେଇଟା ତାଙ୍କୁ ବୁଝେଇଲି। ସିଏ କହିଲେ ଯଦି ତୁ ଆଜି ନ ଯିବୁ ତାହେଲେ ମୁଁ ଏଇଠି ମରିଯିବି। ତମର କେତେ ଦିନ ହେଲା ଏଫଆଇଆର ଚାଲିଥିଲା? ଅନଲାଇନରେ କଥା ହଉଥିଲୁ ଦେଖା ହେଇନାହିଁ। ଅନଲାଇନରେ ଦେଖା ଦେଖି 6-7 ମାସ ହେଲା। 6-7 ମାସ କେବେ ଘର ଛାଡିକି ଆସିଲ? ଘର 15 ଦିନ ଖଣ୍ଡେ 20-15 ଦିନ। 15 ଦିନ କୋଉଠି ରହୁଥିଲ? କୋଉଠି ଥିଲ? ତମ ଶାଶୁର ଖୋଜୁନାହାନ୍ତି ତମକୁ? ନାଇଁ ଯୋଉ ଗଲ କୋଉଠି ଥିଲ? କୋଣାର୍କ। ତମ ଶାଶୁର ଖୋଜୁନାହାନ୍ତି ତମକୁ? ଖୋଜୁନାହାନ୍ତି? ପୁଅକୁ ରଖିଛନ୍ତି। ପୁଅଟା କେତେ ବର୍ଷ? 6 ବର୍ଷ। 6 ବର୍ଷ। କଣ କଥା ହେଇକି ଯାଇଥିଲ ତମେ? ନା ସେ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ କଣ ନାଗାନୁଗି ହେଇଥିଲେ ମୁଁ ଜାଣିନି। ଜାଣିନ ତମେ କେମିତି ଗଲ ତାଙ୍କ ସାଙ୍ଗରେ? ମୁଁ ତାଙ୍କୁ କହିଲି ଏ ଭୁଲ କାମ କରିବେନି। ସିଏ କହିଲେ ଯଦି ନ ଯିବୁ ମୁଁ ଏଇଠି ଆଜି ମରିବି।